ଓଡ଼ିଶାର ସବୁଠୁ ଲମ୍ବା ବ୍ରିଜ୍ର ନାମ କ'ଣ ଓ ତାହା କେଉଁଠି ଅଛି? ଓଡ଼ିଶାର ଉନ୍ନତିରେ ଏମାନଙ୍କର ଭୂମିକା କ'ଣ ରହିଛି? ଏସବୁ ବ୍ରିଜ୍ କିପରି ହଜାର ହଜାର ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଛି? ଆଜି ସବୁକିଛି ଜାଣିବା ଆମ ଓଡ଼ିଶାର ଥିବା ଏହି ଲମ୍ବା ବ୍ରିଜ୍ ବିଷୟରେ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଓଡ଼ିଶାର ଟପ୍ 5 ସବୁଠୁ ଲମ୍ବା ବ୍ରିଜ୍ ବିଷୟରେ, ଯେଉଁମାନେ କେବଳ ରାସ୍ତା ନୁହେଁ ବରଂ ଓଡ଼ିଶାର ଉନ୍ନତିର ଏକ ଶକ୍ତିଶାଳୀ ପରିଚୟ ଅଟନ୍ତି। ଏମାନେ ବିଚ୍ଛିନ୍ନ ଅଞ୍ଚଳକୁ ସହରୀ ଅଞ୍ଚଳ ସହ ଯୋଡ଼ିଛନ୍ତି। ଏହି ବ୍ରିଜ୍ ଗୁଡ଼ିକ ଲୋକଙ୍କ ଆଶା ଭରସାକୁ ନେଇ ସେମାନଙ୍କ ଜୀବନ ଓ ଜୀବିକାକୁ ସହଜ କରିଦେଇଛି। ତେଣୁ ଭିଡ଼ିଓଟି ଇଣ୍ଟରେଷ୍ଟିଂ ଥିବାରୁ ଶେଷ ଯାଏଁ ଧ୍ୟାନର ସହ ଦେଖନ୍ତୁ ଆଉ ଜାଣନ୍ତୁ ଏହି ଲିଷ୍ଟରେ କେଉଁ ସବୁ ବ୍ରିଜ୍ ରହିଛି। ନମ୍ବର 5ରେ ରହିଛି ବ୍ରାହ୍ମଣୀ ରିଭର ବ୍ରିଜ୍। ଓଡ଼ିଶାର ବ୍ରାହ୍ମଣୀ ନଦୀ ଉପରେ ଏକ ପ୍ରମୁଖ 1862.10 ମିଟର ଦୀର୍ଘ ପୋଲ ଢେଙ୍କାନାଳର ଜୋରନ୍ଦା କାଳୁରିଆ ଗୋରାଡ଼ିଆକୁ ସଂଯୋଗ କରୁଛି, ଯାହାର ଉଚ୍ଚତା ବୃଦ୍ଧି ମଧ୍ୟ କରାଯାଇଛି। ଏହା ବ୍ୟତୀତ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ପୋଲ, ବରକୋଟେ ଦେବଗଡ଼ଠାରେ ନୂତନ ପୋଲ ଏବଂ ବାଜିରାଉତ ସେତୁ ନୀଳକଣ୍ଠପୁରରୁ ମନ୍ଦାର ଘାଟ ପ୍ରମୁଖ ସଂଯୋଗ ପ୍ରକଳ୍ପ ଅଟେ। ଜାତୀୟ ଜଳପଥ ପ୍ରକଳ୍ପ ପାଇଁ ଏହି ସେତୁଗୁଡ଼ିକର ଉଚ୍ଚତାକୁ ବୃଦ୍ଧି କରାଯାଇଛି। ଏବେ ବ୍ରାହ୍ମଣୀ ନଦୀର ସେହି ସେତୁ ବିଷୟରେ ଜାଣନ୍ତୁ। ପ୍ରଥମରେ ତ ଜୋରନ୍ଦା କାଳୁରିଆ ଗୋରାଡ଼ିଆ ସେତୁ ରହିଛି, ଯାହାର ଲମ୍ବ ରହିଛି 1862.10 ମିଟର। ଉଦ୍ଦେଶ୍ୟ ରହିଛି ଢେଙ୍କାନାଳକୁ କାମାକ୍ଷା ନଗର ସହ ସଂଯୋଗ କରିବା। ଏହି ସେତୁର ବିଶେଷତ୍ୱ ହେଉଛି ଜାତୀୟ ଜଳପଥ ବା ନ୍ୟାସନାଲ ୱାଟରୱେ ନିୟମ ଅନୁଯାୟୀ ଏହାର ଉଚ୍ଚତାକୁ 9 ମିଟରକୁ ବୃଦ୍ଧି କରାଯାଇଛି। ପ୍ରକଳ୍ପ ବ୍ୟୟ ରହିଛି ପ୍ରାୟ 205 କୋଟି ଟଙ୍କା। ଏହାପରେ ଅଛି ବାଜିରାଉତ ସେତୁ, ଯାହାକି ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଭୁବନକୁ ମନ୍ଦାରଘାଟ ଗନ୍ଦିଆକୁ ସଂଯୋଗ କରୁଛି। ନାବାର୍ଡ ସହାୟତାରେ ଏହି ସେତୁକୁ ନିର୍ମାଣ କରାଯାଇଛି। ଅନ୍ୟାନ୍ୟ ପ୍ରମୁଖ ପୋଲ ରହିଲେ ରାଉରକେଲାର ଦ୍ୱିତୀୟ ବ୍ରାହ୍ମଣୀ ପୋଲ। ରାଉରକେଲାରେ ପରିବହନ ସୁବିଧା ପାଇଁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାର ଲମ୍ବ 600 ମିଟରରୁ ଅଧିକ ରହିଛି। ଏହା ରାଉରକେଲା ସହରର ଇଣ୍ଡଷ୍ଟ୍ରିଆଲ ଏରିଆକୁ ଅନ୍ୟ ଅଞ୍ଚଳ ସହିତ ଯୋଡ଼ିଥାଏ। ଏହାପରେ ନମ୍ବର 4ରେ ରହିଛି ଇବ୍ ରିଭର ବ୍ରିଜ୍, ଝାରସୁଗୁଡ଼ା। ଚତୁର୍ଥ ସ୍ଥାନରେ ଅଛି ଝାରସୁଗୁଡ଼ାର ଇବ୍ ନଦୀ ଉପରେ ଥିବା ଏହି ସ୍ୱତନ୍ତ୍ର ବ୍ରିଜ୍। ଏହାର ଲମ୍ବ ରହିଛି ପ୍ରାୟ 750 ମିଟର। ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାକୁ ସଂଯୋଗ କରୁଥିବା ଇବ୍ ନଦୀ ଉପରେ ଥିବା 2.5 କିଲୋମିଟର ଦୀର୍ଘ ସେତୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଭିତ୍ତିଭୂମି ପାଲଟିଛି। ଏହା ରାମପେଲା ଏବଂ ସାପ୍ନେ ଅଞ୍ଚଳକୁ ସିଧାସଳଖ ସଂଯୋଗ କରିବା ସହ ଝାରସୁଗୁଡ଼ା ଓ ସମ୍ବଲପୁର ମଧ୍ୟରେ ଦୂରତାକୁ 50 କିଲୋମିଟର ପର୍ଯ୍ୟନ୍ତ କମାଇ ଦେଇଛି। ଏବେ ଏହି ଇବ୍ ନଦୀ ସେତୁ ବିଷୟରେ ଜାଣି ନିଅନ୍ତୁ। ସ୍ଥାନ ରହିଛି ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଏବଂ ସମ୍ବଲପୁର ସୀମାନ୍ତରେ ତିଆରି ହୋଇଛି। ଦୈର୍ଘ୍ୟ ରହିଛି ପ୍ରାୟ 2.5 କିଲୋମିଟର। ଗୁରୁତ୍ୱ ହେଉଛି ଏହା ହୀରାକୁଦ ଜଳଭଣ୍ଡାର ଦ୍ୱାରା ପୃଥକ ହୋଇଥିବା ଅଞ୍ଚଳକୁ ସଂଯୋଗ କରିଥିବା ଏକ ମୁଖ୍ୟ ସେତୁ ଅଟେ। ବିଜୁ ଏକ୍ସପ୍ରେସୱେ ସହ ଇବ୍ ଥର୍ମାଲ ଏବଂ କୋର ପ୍ଲାଣ୍ଟ ଏରିଆକୁ ଏହା ସଂଯୋଗ କରେ। ସୁବିଧା ବିଷୟରେ କହିଲେ ସମ୍ବଲପୁର ଏବଂ ଝାରସୁଗୁଡ଼ା ମଧ୍ୟରେ ଯାତାୟାତ ସମୟ ଏବଂ ଖର୍ଚ୍ଚ ହ୍ରାସ କରିବା ସହ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବାଣିଜ୍ୟରେ ସହାୟକ ହୋଇଥାଏ। ଏହି ବ୍ରିଜ୍ ପଶ୍ଚିମ ଓଡ଼ିଶାର ଯାତାୟାତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଇଣ୍ଡଷ୍ଟ୍ରିଆଲ ଏରିଆ ପାଇଁ ଏହା ଏକ ମୁଖ୍ୟ ସଂଯୋଗ ସୃଷ୍ଟି କରିପାରିଛି। ନମ୍ବର 3ରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ। ତୃତୀୟ ସ୍ଥାନରେ ଅଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ। ଏହି ବ୍ରିଜ୍ର ଲମ୍ବ ରହିଛି ପ୍ରାୟ 823 ମିଟର ଏବଂ ଏହା ମହାନଦୀ ଉପରେ ନିର୍ମିତ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ, ଯାହାକୁ ତ୍ରିଶୂଳିଆ ବ୍ରିଜ୍ ମଧ୍ୟ କୁହାଯାଏ, ଏହା କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ଉପରେ ଏକ 2.88 କିଲୋମିଟର ଲମ୍ବର 3 ଲେନ୍ ବିଶିଷ୍ଟ ବ୍ରିଜ୍ ଅଟେ। 19 ଜୁଲାଇ 2017ରେ ଉଦ୍ଘାଟିତ ଏହି ସେତୁ 114 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହା ଦ୍ୱାରା ଯାତାୟାତ ଦୂରତା 12ରୁ 15 କିଲୋମିଟର କମିଯାଇଛି। ଏବେ ଏହି ସେତୁ ବିଷୟରେ ଜାଣି ନିଅନ୍ତୁ। ସ୍ଥାନ ରହିଛି କଟକ ବେଲେଭ୍ୟୁ ପଏଣ୍ଟ ବା ଜୁଡ଼ିସିଆଲ ଏକାଡେମୀ ନିକଟରୁ ତ୍ରିଶୂଳିଆ ଭୁବନେଶ୍ୱର ପାଖ ପର୍ଯ୍ୟନ୍ତ। ନଦୀ ହେଉଛି କାଠଯୋଡ଼ି ନଦୀ ଉପରେ ଏହି ସେତୁକୁ ନିର୍ମାଣ କରାଯାଇଛି। ଦୈର୍ଘ୍ୟ ରହିଛି ପ୍ରାୟ 880 ମିଟର। ତେବେ ଓଡ଼ିଶାର ପ୍ରଥମ 3 ଲେନ୍ ବ୍ରିଜ୍ ଏବଂ ଏଥିରେ ସୌରଶକ୍ତି ଚାଳିତ LED ଆଲୋକ ବ୍ୟବସ୍ଥା ମଧ୍ୟ ରହିଛି। ଉଦ୍ଦେଶ୍ୟ ହେଉଛି କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଯାତାୟାତ ସମୟ କମ୍ କରିବା, ଯାହା ପାଇଁ NH-16 ଜାତୀୟ ରାଜପଥ ଉପରେ ଚାପ କମିପାରିବ। ଏହି ସେତୁ ଯୋଗୁଁ କଟକ ଭୁବନେଶ୍ୱର ଦୂରତା ପ୍ରାୟ 12ରୁ 15 କିଲୋମିଟର ଯାଏଁ କମିଯାଇଛି। ପ୍ରତିଦିନ ହଜାର ହଜାର ଲୋକ ଏହି ବ୍ରିଜ୍ ଦ୍ୱାରା ଯାତାୟାତ କରୁଛନ୍ତି। ଏହା ଓଡ଼ିଶାର ଏକ ଅତ୍ୟନ୍ତ ଜରୁରୀ ଯାତାୟାତ ମାର୍ଗ ଭାବରେ ପରିଚିତ।
नंबर 2 रे रही गुरुप्रिया ब्रिज। तो यह लिस्टर द्वितीय स्थान रे अछि गुरुप्रिया सेतु। यह मध्य ओडिशार सबुठारु लंबा ब्रिज अटे जार लंब रही पाखापाखि 910 मीटर। गुरुप्रिया सेतु मालकानगिरी जिलार जनबाई ठारे निर्मित एक ऐतिहासिक सेतु अटे जहाँ चित्रकोंडा जलभंडार बालीमेला द्वारा विच्छिन्न होइथिबा 151टी ग्राम को मुख्य भूमि सह जोड़िछि। 2018 जुलाई लोकार्पित ଏହି 910 मीटर दीर्घ सेतु 5 दशंधि धरी विच्छिन्न थिबा अंचल को विकास और प्रगतिर स्रोतरे सामिल करिछि। गुरुप्रिया सेतुर मुख्य तथ्य एवं जानतु। स्थान रही मालकानगिरी जिलार जनबाई रे। यार लक्ष्य होछि चित्रकोंडा जलभंडार विच्छिन्न अंचल बा कटअफ एरिया को मुख्य भूमि सह जोड़िबा। लंब रही प्राय 910 मीटर। माओवादी प्रवण अंचल होइथिबारु एहाको 4 वर्षर रेकर्ड समय रे निर्माण करा जायथिला। मुख्यमंत्री नवीन पट्टनायक 2018 जुलाई 26 रे एहाको उद्घाटन करिथिले। एथिरे 151टी ग्रामर प्राय 30,000 रु अधिक लोकंक पई स्वास्थ्य शिक्षा और बजार सुविधा सहज होई परिछि। स्वाभिमान अंचल एही सेतु निर्माण परे विच्छिन्न अंचल को स्वाभिमान अंचल नामे नामित करा जायछि। ଏହି ସେତୁ କେବଳ ଯୋଗାଯୋଗ ନୁହେଁ ବରଂ ଓଡ଼ିଶାର ଶାନ୍ତି ସହଯୋଗ ଓ ପ୍ରଗତିର ଏକ ପ୍ରତୀକ ଭାବରେ ପରିଗଣିତ ହୁଏ। ପୂର୍ବରୁ ଏଠାରେ ଲୋକମାନେ ବୋଟ୍ ଦ୍ୱାରା ଯାତାୟାତ କରୁଥିଲେ ଯାହା ବହୁତ ବିପଜ୍ଜନକ ଥିଲା। ଏହା କେବଳ ଏକ ବ୍ରିଜ ନୁହେଁ, ଏହା ହେଉଛି ଲୋକଙ୍କ ଜୀବନର ଏକ ନୂଆ ଆଶା। ଶେଷରେ ନମ୍ବର 1 ରେ ରହିଛି ଟି ସେତୁ। ଓଡ଼ିଶାର କଟକ ଜିଲ୍ଲାରେ ମହାନଦୀ ଉପରେ ନିର୍ମିତ ଟି ସେତୁ ହେଉଛି राज्यर सबुठारु दीर्घतम सेतु। मुख्यमंत्री नवीन पट्टनायक 20 डिसेम्बर 2021 रे एहाको उद्घाटन करथिले। एही सेतु संपर्कित किछि तथ्य जानि नियंतु। एही सेतु बड़ंबार गोपीनाथपुर एवं बांकीर वैदेश्वर को संजोग करे जहाँ महानदीर मझिरे सिंहनाथ पीठ को मध्य जोड़ी थाए। एही टी सेतुर दैर्घ्य रही 3.5 किलोमीटर एवं प्रस्थ रही 7.5 मीटर। यह प्रकल्प प्राय 11 कोटी टंका व्यय निर्माण करा जायछि। यह बड़ंबा एवं बांकी मध्य थिबा दूरता को प्राय 45 किलोमीटर जाए कम कर दैछि। 5 लाख रु अधिक लोक यह द्वारा उपकृत हेउछन्ति। कृषि वाणिज्य एवं पर्यटनर विकास रे यह सहायक हेउछि। बाबा सिंहनाथक बाली मकर यात्रा पई जाउथिबा भक्त मानक पई यह खूब सुविधाजनक होई परिछि। एही सेतु इंग्राजी अक्षर टी परि देखा जाउथिबारु एहार नाम टी सेतु रखा जायछि। मुख्यमंत्री नवीन पट्टनायक 28 फेब्रुआरी 2014 रे एही सेतुर भित्ति प्रस्तर स्थापन करथिले। तो एही सब ब्रिज केवल यातायात पई नुहे, एहा ओडिशार उन्नति एवं स्मार्ट इंजीनियरिंग रो एक बड़ उदाहरण अटे। आगामी दिन में ओडिशा रे आहुरी बड़ बड़ ब्रिज एवं एक्सप्रेस वे तैयारी हेबाकु जाउछि जहाँ राज्यर उन्नति को आहुरी द्रुत करिबो। तो यह थिला आम ओडिशार टॉप 5 सबुठारु लंबा ब्रिज। आपण माने यह मध्यरु केउ ब्रिज को देखिचंती किंबा जाइछंती कमेंट रे जणांतु। वीडियोटी भलो लागिथिले लाइक को शेयर करंतु। एभली इन्फॉर्मेटिव वीडियो देखिबाकू चाहुथिले एबे ही मो चैनल को सब्सक्राइब करंतु।